गोटे भिडियो भाइराल होथो देखिथिबे गोटे पिला बाहा ହେଲା ପରେ ଚତୁର୍ଥୀ ପୂର୍ବ ଦିନ ସେ ଝିଅ ଆସିକି ତାଙ୍କ ବାପ ଘରକୁ ପଳେଇଛି ତା ବାପା ଆସି ତାକୁ ନେଇକି ପଳେଇଛି ଗୋଟେ ବାହାନା କରିକି ଯେ ତା ମାର ଦେହ ପା ଖରାପ ଅଛି ଏବେ ଆଉ ସେ ଝିଅ ସେଠିକି ଯିବା ପାଇଁ ଅମଙ୍ଗ ବହୁତ ନ୍ୟୁଜ ସାମ୍ବାଦିକ ଯାଉଛନ୍ତି ବହୁତ ଲୋକଙ୍କର ତାଙ୍କ ପାଖ ପଡୋଶୀ ଲୋକ କହୁଛନ୍ତି କି ସେଟା ବୁଢା ବର କିଏ କହୁଛି ସେ ପୁଅ ତା ସାନ ଭାଇ ନା ପୁତୁରାକୁ ଦେଖେଇକି ନିଜେ ବାହା ହେଇଗଲା ଆଉ ବହୁତ ଲୋକ ସେ ବୁଢୀ ଗୋଟେ ଆସିଛି ସେ ତାକୁ କହୁଛି ମାଙ୍କଡ ଭଳିଆ ଦେଖାଯାଉଛି ଏମିତି ବହୁତ କିଛି କଟାକ୍ଷ କରିକି କହୁଛନ୍ତି ଆପଣ ଗୋଟେ କଥା ଭାବିକି ଦେଖନ୍ତୁ ଆଗ କାଳରେ ଏମିତି ହଉଥିଲା ବହୁତ ବହୁତ କେସ୍ ଏମିତି ହେଇଛି ଯେ ଝିଅ ବହୁତ ଜାଗାରେ ଚେଞ୍ଜ ହେଇଛି ଝିଅ କାହିଁକି ମାନେ ବାହାଘର ପୂର୍ବରୁ ଦେଖେଇଥାନ୍ତି ଜଣକୁ ବାହାଘର ପରେ ବେଦିରେ ଚେଞ୍ଜ ହେଇଯାଏ ଜଣା ପଡେନି କାହିଁକି ନା ଝିଅ ମୁଣ୍ଡର ଓଢଣା ଏତିକି ପର୍ଯ୍ୟନ୍ତ ଦେଇକି ଆସିଥାଏ ନଈ ନଈକି ଆସେ ବାହାଘର ପର୍ଯ୍ୟନ୍ତ ବାହାଘର ସମୟରେ ବହୁତ ଲୋକ ଚେଷ୍ଟା କରିକି ବି ବହୁତ ଝିଅ ଓଢଣା ଟେକନ୍ତି ନାହିଁ ଆଉ ଯାହା ଫଳରେ ସେ କଣ କରନ୍ତି ନା ମାନେ ଝିଅ ଏକ୍ସଚେଞ୍ଜ ହୁଏ ଆଗରୁ ହେଇଛି ବହୁତ କେସ୍ ଏମିତି ସାମ୍ନାକୁ ଆସିଛି ଯେ ଝିଅ ବଦଳ ହେଇଛି ଗୋଟେ ଝିଅକୁ ଦେଖେଇଥିବେ ଆଉ ଗୋଟେ ଝିଅକୁ ବାହା ହେଇଥିଲି ଏ ଝିଅ ଯେତେବେଳେ ବେଦିର ସେ ପୁଅକୁ ଦେଖିଲା ସେତେବେଳେ କଣ ସେ ଚିହ୍ନି ପାରିଲାନି ଯେ ଏଇ ପୁଅକୁ ମୁଁ ଦେଖିନଥିଲି ସେ ଟାଇମରେ ସେ ଅପୋଜ କଲା ନାହିଁ ପରବର୍ତ୍ତୀ ପରିସ୍ଥିତିରେ ଯେତେବେଳେ ଏ ଜିନିଷଟା ହେଲା ସେ ଘରେ ସେଇ କଥାଟା କହିଲାନି ଯେ ଏଇ ପିଲାଟା କି ମୁଁ ଦେଖିଥିଲି ଏକୁ ମୁଁ ବାହା ହେଲି ନାହିଁ ଆଉ ଏଇ ସାଥେ ତାକୁ ବ୍ଲେମ କରିବା ତାର ଏଜ୍ ଅଧିକା ଭଗବାନ ତାକୁ ଯେମିତି ସୃଷ୍ଟି କରିଛନ୍ତି ତା ମୁହଁ ଯେମିତି ଅଛି ତାକୁ ସେତେ ବିଦ୍ରୁପ କରିକି ସୋସିଆଲ ମିଡିଆରେ ତାର ବୟସ ପରିଚୟ ଦେଖେଇବା ବୁଢା ବର କହିବା ଏସବୁଟା ଶୋଭା ପାଉନି ଆଜ୍ଞା ଆପଣ ଗୋଟେ ଝିଅର ବାପା ହେଇଥାଇ ପାରନ୍ତି ଆପଣଙ୍କର ଝିଅର ପରିବାର ଲୋକମାନେ ଯୋଉ ଭଳିଆ ଷ୍ଟେଟମେଣ୍ଟ ଦଉଛନ୍ତି ନା এটা ସତ କଥା ହଉଛି ସେ ପୁଅକୁ ଆଘାତ ଦଉଛି ଆମମାନଙ୍କୁ ବି ଆଘାତ ଦଉଛି ଗୋଟେ ପୁଅ ବର୍ତ୍ତମାନ ସମୟରେ ଏତେ ମାତ୍ରାରେ ଅବହେଳିତ ତମ ଝିଅ କଣ ବିଶ୍ୱ ସୁନ୍ଦରୀ ସେ କଣ ଅପୂର୍ବ ସୁନ୍ଦରୀ ପୁରା ସେ କଣ ରମ୍ଭା ମେନକା ଉର୍ବଶୀ ତମେ ତ ଯେତେବେଳେ ମାନେ ଜୋଟକ ପକେଇଥିବ କିଛି ତ ଭାବି ଚିନ୍ତିକି ଜୋଟକ ପକେଇଥିବ ନା ତମ ଘର ପରିବାର ଯେତେବେଳେ ଦେଖିଥିବ କିଛି ତ ଗୋଟେ ପିଲାର ରୋଜଗାର ଇନକମ ସବୁ ଦେଖିକି ତାପରେ ତ ମାନେ ସେ ଜିନିଷଟା ହେଇଥିବ ନା ଆଉ ଯଦି ସେ ଜିନିଷଟା ହେଇଛି ବର୍ତ୍ତମାନ ସମୟରେ ତମେ କଣ ପାଇଁ ଏ ବ୍ଲେମଟା କରୁଛ ଆଉ ବର୍ତ୍ତମାନ ସମୟରେ କଣ ପାଇଁ ଏଇ ସାଥେ କହୁଛ ଯେ ସେ ପିଲା ତମର ପସନ୍ଦ ଯାଉନି ଭାଇ ସତ କଥା ଏ ଦୁନିଆଟା ଏମିତି ମାନେ ମାୟା ମରିଚିକାରେ ଏବେ ଭରିଗଲାଣି ଯେ କାହାକୁ ବିଶ୍ୱାସ କରି ହଉନି ସମସ୍ତେ ନିଜ ନିଜ ମତ ଦଉଛନ୍ତି ଭଗବାନ ଜାଣିବେ ସେମାନଙ୍କର କଣ ହବ ଜୟ ଜଗନ୍ନାଥ।